ଦେହ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧାର ଆସୁଛି। ତଥାପି ତମ ହସ୍ପିଟାଲରେ ଏବେ ବି ଅଛି। ଯେପର୍ଯ୍ୟନ୍ତ ଦେହ ସମ୍ପୂର୍ଣ୍ଣ ଠିକ ନ ହେଇଛି ସେ ପର୍ଯ୍ୟନ୍ତ ମୁଁ ଅଛି ହସ୍ପିଟାଲରେ। ବେଲ୍ କଥା ଯୋଉ କହିଲେ, ବେଲ୍ ମିଳିଲା ଅବଶ୍ୟ, କିନ୍ତୁ ମୁଁ ଜେଲରେ ରହିକି ଅଧିକ ସୁରକ୍ଷିତ ରହିପାରିଥାନ୍ତି। କାରଣ ଯୋଉମାନେ ମୁଖ୍ୟ ଅଭିଯୁକ୍ତ ମାନେ ରହିଲେ ସେମାନେ ଏପର୍ଯ୍ୟନ୍ତ ଆରେଷ୍ଟ ହେଲେନି। ମୋ ଜୀବନ ପ୍ରତି ଏବେ ବି ବିପଦ ଅଛି। ଯେ ପର୍ଯ୍ୟନ୍ତ ସେମାନେ ବନ୍ଧନ ହୋଇଛନ୍ତି ସେ ପର୍ଯ୍ୟନ୍ତ ମୋର ଜୀବନ ସଙ୍କଟାପନ୍ନ। ମୋ ଫ୍ୟାମିଲି ଲୋକଙ୍କର ବି। ମୁଁ କୋଉଠି ନା କୋଉଠି ଏସ୍ପି ସାର୍ଙ୍କୁ ଡିମାଣ୍ଡ କରିବି ମୋତେ ସୁରକ୍ଷା ଦିଆଯାଉ ଯେପର୍ଯ୍ୟନ୍ତ ସେମାନେ ଆରେଷ୍ଟ ନ ହେଇଛନ୍ତି। ଆଜି ଗୋଟେ ଆଉ ଗୋଟେ ଯୁକ୍ତିତର୍କ ଆସି ପଦାକୁ ଗୋଟେ ଯୁକ୍ତିତର୍କ ଉଗ୍ର ରୂପ ନେଇକି ଗୋଟେ ଗୁରୁ ଆସି କୋଉମାନେ ଯୁକ୍ତିତର୍କ କରୁଥିଲେ ଆଉ କୋଉମାନେ ବର୍ତ୍ତମାନ ଅଭିଯୋଗ ଅଛି କି ନାହିଁ ମାନେ କାହିଁ ଗିରଫ ହେଲେ। ଗିରଫ ଏଠି କୋଉଠି ନା କୋଉଠି ଜିଲ୍ଲା ପ୍ରଶାସନର ଦାୟିତ୍ୱ ରହୁଛି। ଏସ୍ପି ମହୋଦୟଙ୍କୁ ପ୍ରମାଣ ଦରକାର ଥିଲା। ବର୍ତ୍ତମାନ ଆମେ ତାଙ୍କୁ ପ୍ରମାଣ ସ୍ୱରୂପ ସବୁ ଦେଇ ସାରିଛୁ। ଏସ୍ପି ମହୋଦୟ ତାଙ୍କର କାର୍ଯ୍ୟ କରନ୍ତୁ। ଯୋଉମାନେ ଅଭିଯୁକ୍ତ ଅଛନ୍ତି ବର୍ତ୍ତମାନ ସମସ୍ତେ ସାମ୍ନାକୁ ଆସି ସାରିଛନ୍ତି। ଆଉ ଅଦର୍ଶରେ ବି ଆମେ ପକେଇଛୁ ଯୋଉମାନଙ୍କ ନାଁ ନ ଜାଣିଥିବୁ ତୁରନ୍ତ ସେମାନଙ୍କୁ ଜିଲ୍ଲାପାଳ ମହୋଦୟଙ୍କୁ ଏସ୍ପି ସାର୍ଙ୍କ ଅନୁରୋଧ ତୁରନ୍ତ ସେମାନଙ୍କୁ ଗିରଫ କରନ୍ତୁ।